କାଲି ରାତି 10ଟା ସମୟରେ ତାଙ୍କ ଘରେ ତାଙ୍କ ବାପା ନଥିଲେ, ସେ ଛୁଆ 3ଟା ଥିଲେ। ଅଚାନକ ତାଙ୍କ ବଡ଼ ଝିଅ ଆସିକି କହିଲେ ଆମ ଘରେ କଣ ହେଇଗଲା, ମୋ ଭାଇ ରକ୍ତ ଜୁଡୁବୁଡୁ ହେଇଯାଇଛି, ମୋ ଭଉଣୀ ରକ୍ତ ଜୁଡୁବୁଡୁ ହେଇଯାଇଛି, କଣ ହେଇଛି ସେ ଆଉ କିଛି କହିପାରିଲାନି। ତା ବଡ଼ ଭଉଣୀ ଯିଏ। ତାପରେ ସବୁ ଗାଁ ଲୋକ ଆସିକି ଦେଖାଗଲା ପରେ ଗନସୁଟ୍ ହେଇଛି। ତାପରେ ପୁଣି ମେଡିକାଲ ରେଢାଖୋଲ ନେଇକି ଗଲୁ। ରେଢାଖୋଲରୁ ପୁଣି ସେ ବୁର୍ଲା ରେଫର କରିଦେଲେ। ବୁର୍ଲାରେ କରିପାରିଲେନି, ସେଥିପାଇଁ ପୁଣି କଟକକୁ ରେଫର କରିଦେଲେ। ହଁ ଏବେ ତ ଛୁଆ କହିହବନି ଆଜ୍ଞା, ମୋ ପାଇଁ କହିଲେ ଟ୍ରିଟମେଣ୍ଟ ତ କିଛି ହେଇନି, ଫାର୍ଷ୍ଟ ଏଡ୍ ହିଁ ଦିଆଯାଇଛି। ହଁ ତାର ଚେଷ୍ଟରେ ବାଜିଛି, ପଛପଟେ ବି ହଁ ବାହାରି ଯାଇଛି ବୋଧେ। ପୁଅର ଲେଫ୍ଟ ହ୍ୟାଣ୍ଡ ସୋଲ୍ଡର, ହଁ ସେଟା ହୋଲ ହେଇଯାଇଛି। ହଁ ଏବେ ତ ଠିକ ଅଛନ୍ତି, କିନ୍ତୁ କଣ ହବ ସ୍ୱାସ୍ଥ୍ୟ ଅବସ୍ଥା କହିପାରିବିନି ଆଜ୍ଞା। ନା ଆଜ୍ଞା, କାହାରି ସହିତ ତ ତାଙ୍କର କିଛି ଝଗଡା ବି କାହାରି ସହିତ ନାହିଁ। କହିହବନି କାହା ସହିତ କେତେବେଳେ କଣ ହେଇଥିବ। ଘଟଣାଟା ଆମର ତ ଥିଲିନି, ରାତି ଆସିକିରି ଛୁଆ ମାନଙ୍କୁ ଗୁଳି କରିକି ପଳେଇଲେ। କୋଉଠୁ ତ ଜାଣିନି। ପୁଅ ଟିକେ ଭଲ ଅଛି, ତାର ମା ପଟ ଝିଅର ଏଇଠି ବାଜିଛି। ଏବେ ଠିକ ଅଛି, କଥା କହିପାରୁଛି।